ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ ମଞ୍ଚ ସଭାପତି ତତ୍ସଙ୍ଗେ ସଙ୍ଗେ ମାଲକାନଗିରି ଜିଲ୍ଲା ସମାଜର ନେତୃମଣ୍ଡଳୀ ବିଭିନ୍ନ ଚର୍ଚ୍ଚର ସଭ୍ୟମାନେ ତତ୍ସଙ୍ଗେ ସଙ୍ଗେ ଆମର ପଡ଼ୋଶୀ ଜିଲ୍ଲା କୋରାପୁଟ ନବରଙ୍ଗପୁର ଅଞ୍ଚଳରୁ ମଧ୍ୟ ସେଠାକାର ଆମର ଯେଉଁ ମଞ୍ଚ ଅଛି ସେଠୁ ମଧ୍ୟ ନେତୃମଣ୍ଡଳୀ ଆସିଛନ୍ତି। ଆମେ ଆଜି ଗତକାଲି ମାଟେରୁ ପଞ୍ଚାୟତ କତାମାଟେରୁ ଭିଲେଜରେ ନିରୀହ ଆଦିବାସୀ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଯେଉଁ ଭୟଙ୍କର ଭାବରେ ଅତ୍ୟାଚାର କରାଯାଇଛି, ମାରଣାନ୍ତକ ଭାବରେ ସେମାନଙ୍କୁ ଆକ୍ରମଣ କରାଯାଇଛି ଆଉ ସେମାନେ ବର୍ତ୍ତମାନ ମାଲକାନଗିରି ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନରେ ଅଛନ୍ତି। ତେବେ ମାଲକାନଗିରି ଜିଲ୍ଲାରେ କ୍ରମାନୁଗତ ଭାବରେ ଖ୍ରୀଷ୍ଟିଆନ ମାନଙ୍କ ପ୍ରତି ଯେଉଁ ଅମାନବିକତା ଭାବରେ ଯେଉଁ ବିଭିନ୍ନ ପ୍ରକାରର ତାଡ଼ନା ଅତ୍ୟାଚାର କରାଯାଉଛି ତତ୍ ସମ୍ବନ୍ଧରେ ଆମେ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କୁ ମିଶି ଆମେ କିଛି ଦାବିପତ୍ର ଦେଇଛୁ। ତତ୍ସଙ୍ଗେ ସଙ୍ଗେ ତାଙ୍କୁ ଏକ ସ୍ମାରକପତ୍ର ଦେଇଛୁ ଯେ ଆଗାମୀ ଦିନମାନଙ୍କରେ ଏ ଯେଉଁ ଗତକାଲିର ଘଟଣା ପଛରେ ଯେମାନଙ୍କର ହାତ ଅଛି ସେମାନଙ୍କୁ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ସମାଜ ତରଫରୁ ଆମେ ଏସ୍ପି ମହୋଦୟଙ୍କୁ ମିଶିକି ଆମେ ଅନୁରୋଧ କରିଛୁ। ଗତକାଲି ଯେଉଁ କଟାମାଟୁରୁ ଗ୍ରାମର ଯେଉଁ ଇନସିଡେଣ୍ଟ ହେଇଥିଲା ଆଉ ବିଶେଷ କରି ଅନେକ ଭାଇ ଭଉଣୀମାନେ ପ୍ରାର୍ଥନା କରି ଫେରୁଥିଲେ, ସେମାନଙ୍କ ଉପରେ ଗାଁ ଲୋକମାନେ ମରାଙ୍କୁ ଆକ୍ରମଣ କରିଛନ୍ତି। କିନ୍ତୁ ଆଜି ଅନେକ ପ୍ରଭୁଙ୍କର ସେବକମାନେ ଭାଇ ଭଉଣୀମାନେ ଏକତ୍ର ହୋଇ ଆଜି ଜିଲ୍ଲା ସୁବର୍ଣ୍ଣରେଖା ପୋଲିସକୁ ଆମେ ସ୍ମାରକପତ୍ର ଦେଇଛୁ, ଯାହାଦ୍ୱାରା କି ଆମମାନଙ୍କୁ ଉଚିତ ନ୍ୟାୟ ଦିଆଯାଉ, ଯାହାଦ୍ୱାରା କି ଆମର ଖ୍ରୀଷ୍ଟିଆନ ସମାଜ ସମସ୍ତେ ଶାନ୍ତିପ୍ରିୟ ଯେପରି ଭାଇଚାରା ରହି ଯେ ପ୍ରକାର ନିଜ ନିଜ ଧର୍ମକୁ ପାଳନ କରିବେ। ଆମେ ଚାହୁଁଛୁ କି କୌଣସି ପ୍ରକାର ବ୍ୟତିକ୍ରମ ନ ଘଟୁ, ଆମେ ଶାନ୍ତିର ସହିତ ଆମେ ଗିର୍ଜା କରିବୁ, ଶାନ୍ତିର ସହିତ ଆମେ ପ୍ରାର୍ଥନା କରିବୁ, ଏହା ମାନଙ୍କର ନିବେଦନ। ଏହାକୁ ଅନେକ ଥର ବାରମ୍ବାର ମାଲକାନଗିରି ଡିଷ୍ଟ୍ରିକ୍ଟରେ ଏ ପ୍ରକାର ଘଟଣା ଘଟି ଆସୁଛି। ଗତକାଲି ପ୍ରାୟ 17ରୁ 22 ଲୋକକୁ ଆକ୍ରମଣ କରାଯାଇଛି, ଯେଉଁମାନେ କି ବର୍ତ୍ତମାନ ମେଡିକାଲରେ ଆଡମିଟ୍ ଅଛନ୍ତି। ଏହା ଗୋଟିଏ ଅମାନବିକ ପରିଚୟ। ତେଣୁକରି ଆମେ ସୁବର୍ଣ୍ଣରେଖା ପୋଲିସକୁ ଅନୁରୋଧ କରିଛୁ ଯେପରି ଏମାନଙ୍କୁ ନ୍ୟାୟ ଦିଆଯାଉ ଆଉ थाना मालकानगिरी थाना मध्य आईएससी को आम निवेदन करूँ जहाद्वारा यह उपयुक्त न्याय मिलू। एथिपाई आम मीडिया वाला अनुरोध करूँ जहाद्वारा कि आमको न्याय प्राप्त हो। आज्ञा सब समय जिले में धर्मांतरण समाज गोटे धर्मांतर समाज नुहे, से विश्वास सहित पालन करती। आम कौन धर्म प्रचार करूँ किंतु आम सुसमाचार प्रचार करूँ। जो मैंने जीशु को व्यक्तिगत भाव में ग्रहण करने चाहते से मानविकता भारत संविधान अनुसार से अधिकार अच्छी। कौन भाई कि कौन पालक कि प्रचारक धर्म प्रचार करना किंतु ईश्वर जीशुख्रीष्ट सुसमाचार परित्राण को आम प्रचार करुचु। आ जो मैंने विश्वास करुँच ग्रहण करुँच से जीशु निकट प्रार्थना करुँच। ये देखिएगा, ये सभी हाँ विश्वासी भाई बहन लोग हैं, इनको बहुत बुरी तरीके से, और नीचे में भी जितने मैं फ़ोटो में डालूँगा उन सबको भी बहुत बुरी तरीके से मारे हैं। करीब 3-4 बजे का घटना है। मटेर नाम का एक गांव है, मटेर नाम का जो मलकानगिरी से करीब 30-35 किलोमीटर होता है। तो आप इनका स्थिति देख सकते हो। मलकानगिरी सिटी हॉस्पिटल में एडमिट है अभी। तो आप सभी लोग दुआ कीजिएगा। अब बोलिए, क्या गांव का नाम बताइए? मटेर पोता मटेर। अच्छा, ये मलकानगिरी से कितना दूर? यहाँ से 30 किलोमीटर होगा। हाँ हाँ। कितने लोग हमला किए थे? बहुत आदमी था गाँव वाले। जैसे बड़े बहुत आदमी था, गाँव वाले ना बोल नहीं सकते, इतना आदमी था। अच्छा, पूरा गांव मिल के मारे गए। कितने लोगों को मारे होंगे अभी? हम लोग मटेर वाले 3 जने और बाजू वाला आपका नाम क्या है? इसका नाम आपका? भीमा। सब एक ही चर्च वाले होते हैं? सब एक ही चर्च वाले।
ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ଆପଣ ଥମ୍ବନେଲ୍ ଦେଖିକି କ'ଣ ଭାବୁଥିବେ ମୁଁ ଜାଣେ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କହିବା ପାଇଁ ଚାହେଁ। ମାଲକାନଗିରି ଜିଲ୍ଲାରେ ମାତିଛନ୍ତି RSS ଗୁଣ୍ଡା। ମାଲକାନଗିରି ଜିଲ୍ଲାରେ ମାତିଛନ୍ତି ବଜରଙ୍ଗ ଦଳର ଗୁଣ୍ଡାମାନେ। ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହି ଘଟଣାଟି ବେଶୀ ଦିନର ନୁହେଁ, ମାନେ ଏହି ଘଟଣାଟି ବେଶୀ ପୁରୁଣା ନୁହେଁ। ଘଟଣାଟି ହେଉଛି ଏଇ ହେଇଯିବ ପ୍ରାୟ 3-4 ଦିନ ତଳର ଘଟଣା ଅଟେ। ମାଲକାନଗିରି ଜିଲ୍ଲାରେ ଗୋଟିଏ ଚର୍ଚ୍ଚ ଭିତରେ ଯେତେବେଳେ ଖ୍ରୀଷ୍ଟିଆନ ଭାଇ ଏବଂ ଭଉଣୀମାନେ ବସି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପାସନା କରୁଥିଲେ, ସେହି ସମୟରେ ବଜରଙ୍ଗ ଦଳର ଗୁଣ୍ଡାମାନେ ଆଉ RSS ଦଳର ଗୁଣ୍ଡାମାନେ ସେମାନେ ଭିତରେ ପଶିଯାଇକି ମରଣାନ୍ତକ ଆକ୍ରମଣ କଲେ। ଆଉ ଏହା ଫଳରେ ଅନେକ ଭାଇ ଭଉଣୀମାନେ ଆଘାତ ପାଇଲେ, ସେମାନେ ଇଞ୍ଜୁର୍ଡ ହେଲେ। ଆଉ ସେମାନଙ୍କ ମଧ୍ୟରୁ ପ୍ରାୟ 22-23 ଜଣ ଆମର ଖ୍ରୀଷ୍ଟିଆନ ଭାଇମାନେ ସେମାନେ ହସ୍ପିଟାଲରେ ଆଡ଼ମିଟ୍ ହୋଇଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ମାଡ଼ ମରାଗଲା ଯେତେବେଳେ ସେମାନେ ଏକ ଗୃହ ଭିତରେ ବସି ନିଜର ଉପାସନାଳୟ ଭିତରେ ବସି ସେମାନେ ଯେତେବେଳେ ଉପାସନା କରୁଥିଲେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଉପାସନା କରୁଥିଲେ, ସେହି ସମୟରେ ଏମାନେ ପଶିକି ଏମିତି ହଙ୍ଗାମା କଲେ। ଏଠାରେ ମୁଁ ଗୋଟେ ପ୍ରଶ୍ନ ରଖୁଅଛି, ଯଦି ଏଇ ଘଟଣାଟି ଉଲ୍ଟା ହେଇଥାନ୍ତା କ'ଣ ହେଇଥାନ୍ତା? ମାନେ ଧରାଯାଉ ମନ୍ଦିର ଭିତରେ ପୂଜା ଚାଲୁଥାନ୍ତା, ଆଉ କିଛି ଲୋକମାନେ ମନ୍ଦିର ଭିତରେ ପଶିକି ସେମାନେ ଭଙ୍ଗାରୁଜା କରିଥାନ୍ତେ, ସେଠାରେ ଥିବା ଭକ୍ତମାନଙ୍କୁ ପିଟିଥାନ୍ତେ, ମାରିଥାନ୍ତେ, ଏଟା କେମିତି ହେଇଥାନ୍ତା? ଯଦି ବିରୋଧୀମାନଙ୍କୁ ଏ ପ୍ରଶ୍ନ ପଚରାଯାଏ, ସେମାନଙ୍କ ମୁହଁରୁ ଗୋଟେ ପଦ ମଧ୍ୟ ବାହାରିବ ନାହିଁ, କାରଣ ଏମାନେ ଏମିତି ଏକ ପ୍ରକାର ଖ୍ରୀଷ୍ଟିଆନ ବିରୋଧୀ, ସେମାନଙ୍କ ନିମନ୍ତେ ସେମାନଙ୍କର ଧର୍ମ ବଡ଼। ଆଉ ଯେଉଁ ଘଟଣା ଘଟିଅଛି ସେଠାରେ କୌଣସି ଧର୍ମ ପ୍ରସାର ହେଉନଥିଲା, କୌଣସି ଧର୍ମ ପରିବର୍ତ୍ତନ ହେଉନଥିଲା, କେବଳ ସେମାନେ ନିଜର ଉପାସନା ଗୃହରେ ଥାଇକି ସେମାନେ ଉପାସନା କରୁଥିଲେ। ବର୍ତ୍ତମାନ ପରିସ୍ଥିତି ଏମିତି ହେଇଛି, ଆଉ ବର୍ତ୍ତମାନ ଯେଉଁମାନେ ଆକ୍ରମଣ କରିଛନ୍ତି ସେମାନେ ନିହାତି 100% ସେମାନେ ଆରେଷ୍ଟ ହେବେ। ସେମାନେ କାହିଁକି ଆରେଷ୍ଟ ହେବେ ତାର ମଧ୍ୟ କାରଣ ଅଛି। କାରଣ ଭାରତ ସମ୍ବିଧାନ ଅଧିକାର ଦେଇଛି ସମସ୍ତେ ନିଜ ନିଜ ଧର୍ମକୁ ସେମାନେ ପାଳନ କରିପାରିବେ। ଏମାନେ ଯେହେତୁ ଅନ୍ୟର ଉପାସନା ଗୃହରେ ପଶିକି ଅନ୍ୟର ଧର୍ମରେ ସେମାନେ ବାଧା ଦେଇଛନ୍ତି, କେବଳ ସେତିକି ନୁହେଁ, ସେମାନଙ୍କୁ ମରଣାନ୍ତକ ସେମାନଙ୍କୁ ଆକ୍ରମଣ କରିଛନ୍ତି। ସେଥି ନିମନ୍ତେ ବହୁତ ବଡ଼ ଏକ ଗମ୍ଭୀର କେସ୍ ବର୍ତ୍ତମାନ ତିଆରି ହେବ। ବର୍ତ୍ତମାନ ଯେଉଁମାନେ ହାମଲା କଲେ, ଯେଉଁମାନେ ଆକ୍ରମଣ କଲେ, ସେମାନେ ବର୍ତ୍ତମାନ ଜେଲକୁ ନିଶ୍ଚୟ ଯିବେ। କାରଣ ଏଇ ଯେଉଁ ଖ୍ରୀଷ୍ଟିଆନ ବିରୋଧୀମାନେ ଅଛନ୍ତି, ଏମାନଙ୍କ ଆଇନ କାନୁନ ହିଁ ଏମାନଙ୍କୁ ଜଣା ନାହିଁ। ପ୍ରକୃତରେ ଆଇନ କ'ଣ କହୁଛି? ଯଦି ପ୍ରକୃତରେ ଧର୍ମ ପରିବର୍ତ୍ତନ ହେଉଥିଲା, ତେବେ ତୁମେମାନେ ଯାଇକି ପୋଲିସର ସାହାଯ୍ୟ ନେଇଥାନ୍ତ, ପୋଲିସ ଷ୍ଟେସନରେ ଯାଇକି କମ୍ପ୍ଲେନ୍ କରିଥାନ୍ତ। ତୁମର କ'ଣ ଦରକାର ଥିଲା ଏକ ଚର୍ଚ୍ଚ ଭିତରେ ପଶିକି ହାମଲା କରିବା, ଆକ୍ରମଣ କରିବା? ବର୍ତ୍ତମାନ କ'ଣ ହେବ ଜାଣିଛନ୍ତି? ମୁଁ ଯେତିକି ଜାଣିପାରୁଛି, କୋରାପୁଟ ଜିଲ୍ଲାରେ ଯେମିତି ହେଲା, ଯେଉଁମାନେ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କର ଘରକୁ ଭାଙ୍ଗିଦେଲେ, ସେମାନଙ୍କୁ ଆରେଷ୍ଟ କରାଗଲା। ବର୍ତ୍ତମାନ ଏମାନଙ୍କର ଅବସ୍ଥା ବି ସେମିତି ହେବ, ଏମାନଙ୍କୁ ଆରେଷ୍ଟ କରାହେବ। ତାପରେ କ'ଣ ହେବ ମୁଁ ଜାଣେ ନାହିଁ। ତେବେ ସେ ଯାହା ବି ହେଉ, ଆମର ଦେଶର ଆଇନ ବ୍ୟବସ୍ଥା ମଧ୍ୟ ଉତ୍ତମ ଅଟେ, ଭଲ ଅଟେ। ଆଉ ଅନେକ ଏଇ ଘଟଣା ସେମାନେ ଜାଣିପାରୁନାହାନ୍ତି। ପ୍ରକୃତରେ ଆଇନ ଆମକୁ କ'ଣ ଅଧିକାର ଦେଇଛି ତାହା ଜାଣିପାରୁନଥିବାରୁ
ଅଧିକାଂଶ କ୍ଷେତ୍ରରେ ଦେଖାଯାଉଛି ଯେ ଅନେକ ଖ୍ରୀଷ୍ଟିଆନ ବିରୋଧୀମାନେ ତା'ର ଫାଇଦା ଉଠାଉଛନ୍ତି। ସମସ୍ତଙ୍କୁ ନମସ୍କାର। ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରିବେ। ଯଦି ଭିଡ଼ିଓ ଭଲ ଲାଗିଥାଏ ଅନ୍ୟକୁ ସେୟାର କରିବା ପାଇଁ ଭୁଲିବେ ନାହିଁ। ନମସ୍କାର।